भगवते वासुदेवाय ओं परमात्मने नमः। ओं देवी सूर्य सहस्रस्य भवेत् जुगपदोत्थिता यदि भासदृशी सा स्याद्भास तस्य महात्मनः। ओं नमो भगवते वासुदेवाय ओं परमात्मने नमः। आकाशरे एक संगे सहस्रे सूर्य उदित हेले ଯେଉଁ ଜ୍ୟୋତି ଉତ୍ପନ୍ନ ହେବ ତାହା ସେଇ ବିଶ୍ୱରୂପ ପରମାତ୍ମାଙ୍କର ଜ୍ୟୋତି ସଦୃଶ କଦାଚିତ୍ ହୋଇପାରିବ ଅର୍ଥାତ୍ ହୋଇପାରିବ ନାହିଁ। ଭଗବାନ ଜ୍ୟୋତି ସହିତ ସହସ୍ରେ ସୂର୍ଯ୍ୟଙ୍କ ଜ୍ୟୋତିର ସାଦୃଶ୍ୟ କହିବାର ଉଦ୍ଦେଶ୍ୟ କ'ଣ? ଏହା ଦ୍ୱାରା ବିରାଟ ସ୍ୱରୂପ ଭଗବାନଙ୍କର ଦିବ୍ୟ ପ୍ରକାଶକୁ ନିରୁପମ ବୋଲି କୁହାଯାଇଛି। ଅଭିପ୍ରାୟ ଏହି ଯେ ଯେପରି ହଜାର ହଜାର ତାରା ଏକା ସଙ୍ଗେ ଉଦୟ ହେଲେ ମଧ୍ୟ ସୂର୍ଯ୍ୟଙ୍କ ସମାନ ହୋଇପାରିବେ ନାହିଁ, ସେହିପରି ହଜାରେ ସୂର୍ଯ୍ୟ ଯଦି ଏକ ସଙ୍ଗେ ଆକାଶରେ ଉଦୟ ହୁଅନ୍ତି ତେବେ ସେମାନଙ୍କ ଜ୍ୟୋତି ମଧ୍ୟ ସେଇ ବିରାଟ ସ୍ୱରୂପ ଭଗବାନଙ୍କର ଜ୍ୟୋତି ସହିତ ସମାନ ହେବେ ନାହିଁ। ଏହାର କାରଣ ଏହି ଯେ ସୂର୍ଯ୍ୟମାନଙ୍କର ଜ୍ୟୋତି ଆଦିତ୍ୟ, ଭୌତିକ ଓ ସୀମିତ, କିନ୍ତୁ ବିରାଟ ସ୍ୱରୂପ ଭଗବାନଙ୍କର ଜ୍ୟୋତି ନିତ୍ୟ, ଦିବ୍ୟ, ଅଲୌକିକ ଓ ଅପରିମିତ। ଭଗବାନଙ୍କର ସେହି ଜ୍ୟୋତିର୍ମୟ ଅଦ୍ଭୁତ ସ୍ୱରୂପରେ ଅର୍ଜୁନ ସମଗ୍ର ବିଶ୍ୱକୁ କିପରି ଦେଖିଲେ ବର୍ତ୍ତମାନ ତାହା କୁହାଯାଇଛି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ଓଂ ତତ୍ରେକସ୍ତଂ ଜଗତ୍ କୃତସ୍ନଂ ପ୍ରବିଭକ୍ତ ମନେକଧା ଅପଶ୍ୟଦ୍ଦେ বদেবস্য শরীরে পাণ্ডবস্তদাম। ପାଣ୍ଡୁପୁତ୍ର ଅର୍ଜୁନ ସେହି ସମୟରେ ଅନେକ ପ୍ରକାରରେ ଯଥାଯଥ ବିଭକ୍ତ ହୋଇ ପୃଥକ ପୃଥକ ରହିଥିବା ସମ୍ପୂର୍ଣ୍ଣ ଜଗତକୁ ଦେବାଦିଦେବ ଶ୍ରୀକୃଷ୍ଣ ଭଗବାନଙ୍କର ସେହି ଶରୀରରେ ଗୋଟିଏ ସ୍ଥାନରେ ଥିବାର ଦେଖିଲେ। ଏଠାରେ ତଦାପଦ କେଉଁ ସମୟର ବାଚକ? ଯେଉଁ ସମୟରେ ଭଗବାନ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ଦେଇ ତାଙ୍କ ନିଜର ଅସାଧାରଣ ଯୋଗ ଶକ୍ତି ସହିତ ବିରାଟ ରୂପ ଦେଖିବାକୁ ଆଜ୍ଞା ଦେଲେ, ତଦା ପଦଟି ହେଉଛି ସେହି ସମୟର ବାଚକ। ଜଗତ ପଦ ସହିତ ଅନେକଧା ପ୍ରବିଭକ୍ତମ୍ ଓ କୃତୁଷ୍ଣମ୍ ବିଶେଷଣ ଦେଇ କେଉଁ ଭାବ ଦେଖାଇ ଦିଆଯାଇଛି? ଏହି ବିଶେଷଣ ଦୁଇଟି ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ ଦେବତା, ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗ ଓ ବୃକ୍ଷ ଆଦି ଭୋକ୍ତୃବର୍ଗ ବା ଭୋଗକାରୀ, ପୃଥିବୀ, ଅନ୍ତରିକ୍ଷ, ସ୍ୱର୍ଗ ଓ ପାତାଳ ଆଦି ଭୋଗ୍ୟ ସ୍ଥାନ ଏବଂ ସେମାନଙ୍କ ଭୋଗଯୋଗ୍ୟ ଅସଂଖ୍ୟ ସାମଗ୍ରୀ ବିଭିନ୍ନ ବିଭାଗରେ ବିଭକ୍ତ ହୋଇ ରହିଥିବା ଏହି ସମସ୍ତ ବ୍ରହ୍ମାଣ୍ଡକୁ ଅର୍ଜୁନ ଭଗବାନଙ୍କ ଶରୀରର ଗୋଟିଏ ସ୍ଥାନରେ ଦେଖିଲେ। ଅର୍ଥାତ୍ ଏହାର କୌଣସି ଗୋଟିଏ ଅଂଶକୁ ଯେ ଦେଖିଲେ କିମ୍ବା ଏହାର ସମସ୍ତ ବିଭାଗକୁ ବିଭିନ୍ନ ଭାଗରେ ପୃଥକ ପୃଥକ ହୋଇଥିବା ନ ଦେଖି
ମିଶାମିଶି ହୋଇ ପଡ଼ିଥିବାରୁ ଦେଖିଲେ ତାହା ନୁହେଁ। ସମସ୍ତ ବିସ୍ତାରକୁ ପୃଥକ ପୃଥକ ଭାବରେ ସୁବ୍ୟବସ୍ଥିତ ରୂପେ ରହିଥିବାର ଦେଖିଲେ। ଏକସ୍ତମ୍ ପ୍ରୟୋଗର ଭାବକ। ଦଶମ ଅଧ୍ୟାୟର ଶେଷରେ ଭଗବାନ ଯେଉଁ କହିଥିଲେ ଯେ ସେ ସମଗ୍ର ବିଶ୍ୱକୁ ନିଜର ଏକ ଅଂଶରେ ଧାରଣ କରି ରହିଛନ୍ତି, ଅର୍ଜୁନ ଏଠାରେ ତାହା ହିଁ ପ୍ରତ୍ୟକ୍ଷ ଦେଖିଲେ। ଏହା ସ୍ପଷ୍ଟ କରିଦେବାକୁ ଏକ ସ୍ତମ୍ ଅର୍ଥାତ୍ ଏକ ଦେଶରେ ସ୍ଥିତ ପଦ ପ୍ରୟୋଗ କରାଯାଇଛି। ତତ୍ର ପଦ କାହାର ବିଶେଷଣ ଏବଂ ଏହା ପ୍ରୟୋଗ କରିବାର ଅଭିପ୍ରାୟ କଣ? ତତ୍ର ପଦ ପୂର୍ବୋକ୍ତ ବର୍ଣ୍ଣନା ସହିତ ସମ୍ବନ୍ଧ ରହିଛି ଏବଂ ଏଠାରେ ଏହା ହେଉଛି ଦେବାଦେବ ଦେବଦେବ ଭଗବାନଙ୍କ ଶରୀରର ବିଶେଷଣ। ଏହା ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ ଦେବତାମାନଙ୍କର ମଧ୍ୟ ଦେବତା ସର୍ବଶ୍ରେଷ୍ଠ, ବ୍ରହ୍ମାଦି ଦେବତାମାନଙ୍କର ମଧ୍ୟ ପୂଜ୍ୟ। ଭଗବାନ ଶ୍ରୀକୃଷ୍ଣର ଉପରୋକ୍ତ ରୂପରେ ସମସ୍ତ ଜଗତକୁ ପାଣ୍ଡୁପୁତ୍ର ଅର୍ଜୁନ ଏକ ସ୍ଥାନ ରହିଥିବାର ଦେଖିଲେ। ଏପରି ଭାବରେ ଅର୍ଜୁନ ଭଗବାନଙ୍କର ବିରାଟ ରୂପ ଦେଖିବା ପରେ କଣ ହେଲା? ଏହି ଜିଜ୍ଞାସା ଉପରେ ସଞ୍ଜୟ କହୁଛନ୍ତି ଓଂ ନମଃ